ପିଲାମାନେ ଆଜିର କ୍ଲାସ୍ ପାଇଁ ତୁମ ସମସ୍ତଙ୍କୁ ମୋ ତରଫରୁ ସ୍ୱାଗତ ଜଣାଉଛି। ପିଲାମାନେ କେମିତି ଅଛ? ଭଲ ଅଛ? ଭେରି ଗୁଡ୍ ଭେରି ଗୁଡ୍। ଆଚ୍ଛା ପିଲାମାନେ, ଆମେମାନେ ପୂର୍ବରୁ ଖାଦ୍ୟ ଉତ୍ପାଦନ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଜୀବୀ ପ୍ରସଙ୍ଗର ଗମନାଗମନ ଓ ପରିବହନ କ୍ଷେତ୍ରରେ ନିୟୋଜିତ କର୍ମଜୀବୀ ମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲୁ। ଆଜି ଆମେ ଜଳପଥରେ କାର୍ଯ୍ୟ କରୁଥିବା କର୍ମଜୀବୀ, ଉଡ଼ାଜାହାଜରେ କାର୍ଯ୍ୟ କରୁଥିବା କର୍ମଜୀବୀ ଏବଂ ଯୋଗାଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଜୀବୀ ମାନଙ୍କ ସମ୍ପର୍କରେ ଆଲୋଚନା କରିବା। ଶୁଣିବ ତ? ଧନ୍ୟବାଦ। ଏବଂ ଆଜିର ପାଠ ଆଲୋଚନା କରିବା ପୂର୍ବରୁ ଆସ ଆମେ ସମସ୍ତେ ଗୋଟେ ଗୀତ ବୋଲିବା। ବୋଲିବ ନାହିଁ? ଭେରି ଗୁଡ୍ ଭେରି ଗୁଡ୍। ଆଚ୍ଛା ପିଲାମାନେ, ଏବେ ମୁଁ ଗୀତ ବୋଲିବି, ତୁମେମାନେ ସମସ୍ତେ ମୋ ସହିତ ଗୀତ ବୋଲିବ। ଆସରେ ପିଲେ ଆସ, ଆମେ ବୁଲି ଯିବା ଆସ। ଆସରେ ପିଲେ ଆସ, ଆମେ ବୁଲି ଯିବା ଆସ। ଜଳସ୍ଥଳ ଆଉ ଆକାଶ ପଥ ଆମେ ବୁଲି ଯିବା ଆସ। ତଳ ପଥେ ଆମେ କେମିତି ଯିବା? ପୁଅ ପିଲେ ଆମେ କେମିତି ଯିବା? ବସରେ ଯିବା, କାରରେ ଯିବା, ମୋଟର ସାଇକେଲରେ ଯିବା। କହିଲ ପିଲେ ଆଉ କେମିତି ଯିବା? ବିଦେଶକୁ ନା ରହୁଛି ସଦା, ତା ପାଖକୁ ଆମେ କେମିତି ଯିବା? କୁହରେ ପିଲେ କେମିତି ଯିବା? ଉଡା ଜାହାଜ ଯିବା, ପାଣି ଜାହାଜ ଯିବା, ସାର୍ ପାଣି ଜାହାଜ ଯିବା। ଆସରେ ପିଲେ ଆସ, ଆମେ ବୁଲି ଯିବା ଆସ। ଆସରେ ପିଲେ ଆସ, ଆମେ ବୁଲି ଯିବା ଆସ। ପିଲାମାନେ, ଆମେ ପୂର୍ବରୁ ଯାହା ଯାହା ଆଲୋଚନା କରିଥିଲେ ତୁମେମାନେ କେତେ ମନେ ରଖିଛ? ଏବେ ମୁଁ ତୁମକୁ କିଛି ପଚାରିବି। ଆଚ୍ଛା କହିଲ ଦେଖି, ତୁମେ ସ୍ଥଳ ପଥରେ ଯାତାୟାତ କରିବା ପାଇଁ କେଉଁ କେଉଁ ଯାନ ସବୁ ବ୍ୟବହାର କରିଥିଲେ ଆଲୋଚନା କରିଥିଲୁ? ଆଚ୍ଛା, ବସ୍, ଭେରି ଗୁଡ୍। ଆଉ କଣ ହେଇପାରିବ? ଟ୍ରେନ, ଗୁଡ୍। ଆଉ କଣ? କାର, ଭେରି ଗୁଡ୍। ଆଉ କଣ? ମୋଟର ସାଇକେଲ, ଠିକ ଅଛି, ଭେରି ଗୁଡ୍। ପିଲାମାନେ, ଆଜି ଆମେ ଆଲୋଚନା କରିବା ଆମ ଦେଶର ଜଳପଥରେ ଯାତାୟାତ କରିବା ପାଇଁ ଆମେ କେଉଁ ସବୁ ଯାନ ବ୍ୟବହାର କରିଥାଉ। ମୁଁ ବର୍ତ୍ତମାନ ତୁମକୁ କିଛି ଚିତ୍ର ଦେଖେଇବି, ସେ ଚିତ୍ର ଦେଖି ତୁମେ ତାର ନାମ କହିବ। ଦେଖିଲେ ପିଲେ, ଏ ଚିତ୍ରଟି କଣ? କିନ୍ତୁ କହିଲ? ଏଟା ନୌକା। ଭେରି ଗୁଡ୍। ଆଚ୍ଛା, ଏବେ ଏ ଚିତ୍ରଟି କଣ କହିଲ ପିଲାମାନେ? ସମସ୍ତେ ବୁଝିଲ? ଏଟା ଲଞ୍ଚ। ଏବେ ଦେଖ ପିଲାମାନେ, ଏଇ ଚିତ୍ର ଦେଖିଲ? ଆଚ୍ଛା, ଏଇଟା ହଉଛି ଷ୍ଟିମର। ୟା ନାମ ହଉଛି କଣ? ଷ୍ଟିମର। ଆଚ୍ଛା, ଏଇଟା ତୁମେ ସମସ୍ତେ ଦେଖିଥିବ। ଓ ଜାହାଜ, ଭେରି ଗୁଡ୍। ଏଟା ହଉଛି ଜଳ ଜାହାଜ। ପିଲାମାନେ, ଏବେ ଆମେ ଜଳପଥରେ ଯାତାୟାତ ପାଇଁ ବ୍ୟବହାର କରାଯାଉଥିବା ଯାନବାହନରେ କାର୍ଯ୍ୟରତ କର୍ମଚାରୀଙ୍କ ସମ୍ପର୍କରେ ଆଲୋଚନା କରିବା। ନୌକା କିଏ ଚଳାଇଥାଏ? ଆଚ୍ଛା, ଭେରି ଗୁଡ୍। ନୌକା ନାଉରୀ ଚଳାଇଥାଏ। ବଢିଆ କହିଲ। ଏବେ ପିଲାମାନେ ଚିତ୍ର ଦେଖି କୁହ, ଜାହାଜ ଚଳାଇବା ପାଇଁ କିଏ ଥାଏ? ଜାହାଜ ଚଳାଇବା ପାଇଁ ନାବିକ ଥାଏ। ତାକୁ ଆମେ କଣ କହିବା? ନାବିକ। ଭେରି ଗୁଡ୍। ଯଦି ଜାହାଜ ଚାଲୁଥିବା ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦିଏ, ତେବେ କିଏ ତାକୁ ସଜାଡିଥାନ୍ତି? କିଏ କହିପାରିବ? ଜାଣିଛ ନା ନାଇଁ? ମେକାନିକ ଓ ଇଞ୍ଜିନିୟର। ସେହିପରି ଜାହାଜର ସମସ୍ତ ଦାୟିତ୍ୱ ଯିଏ ବୁଝିଥାନ୍ତି ତାକୁ କଣ କୁହାଯାଏ? କିଏ କହିପାରିବ? ଜାହାଜର ସମସ୍ତ ଦାୟିତ୍ୱ ଯିଏ ବୁଝିଥାଏ, କ୍ୟାପ୍ଟେନ। ତାକୁ କଣ କୁହନ୍ତି? କ୍ୟାପ୍ଟେନ। ସେହିପରି ଜାହାଜରେ ବେତାର ଚାଳକ ଓ ରାଡାର ନିୟନ୍ତ୍ରକ ମଧ୍ୟ ରହିଥାନ୍ତି। କହିଲ ଦେଖି, ମୁଁ କିଏ? ଭଲରେ ଦେଖ, ଚିତ୍ରକୁ ଭଲରେ ଦେଖ। ମୁଁ କିଏ? ମୁଁ ଜାହାଜ ଚଳାଏ। କଣ ହବ? ନାବିକ। ସେଇଭଳି ମୁଁ ଜାହାଜ ସଜାଡେ। କିଏ କହିପାରିବ? ଟିକେ ଆଗରୁ ମୁଁ କହିଗଲି, କଣ ହବ? ମେକାନିକ ଓ ଇଞ୍ଜିନିୟର। ଭେରି ଗୁଡ୍। ଆଚ୍ଛା, ଏବେ କୁହ, ମୁଁ ଜାହାଜର
ସମସ୍ତ କଥା ବୁଝେ। କିଏ କହିପାରିବ? ଏବେ କହିଥିଲି, ଚିତ୍ର ଦେଖେଇଥିଲି। କିଏ କହିପାରିବ ଦେଖି? କଣ କହିବା? କ୍ୟାପ୍ଟେନ। ଭେରି ଗୁଡ, ଭେରି ଗୁଡ। ଆଚ୍ଛା, ଠିକ ସେଇଭଳି ଆଉ ଗୋଟେ ପ୍ରଶ୍ନ ରହିଲା, ମୁଁ ସମୁଦ୍ରର ଗଭୀରତା ମାପେ। କିଏ କହିପାରିବ? ତାକୁ ଆମେ କହିବା ରାଡାର ମ୍ୟାନ। ପିଲାମାନେ କହିଲ ଦେଖି, ଆମେ ବିଦେଶକୁ କିମ୍ବା ବହୁତ ଦୂର ସ୍ଥାନକୁ ଅଳ୍ପ ସମୟରେ ଯିବାକୁ ହେଲେ ଆମକୁ କେଉଁ ଯାନରେ ଯିବାକୁ ହେବ? କିଏ କହିପାରିବ? କୁହ ପିଲାମାନେ। ଆଚ୍ଛା, ଉଡାଜାହାଜ। ବହୁତ ବଢିଆ, ଭେରି ଗୁଡ। ଏବେ ଆମେ ଉଡାଜାହାଜରେ କୌଣସି ସ୍ଥାନକୁ ଯିବାକୁ ହେଲେ ପ୍ରଥମେ ଆମକୁ କେଉଁଠିକୁ ଯିବାକୁ ହେବ? କିଏ କହିପାରିବ? ଆଚ୍ଛା, ବିମାନ ଘାଟି। ହଁ, ତାକୁ ବିମାନ ଘାଟି କହନ୍ତି, ଆଉ ବିମାନ ବନ୍ଦର ମଧ୍ୟ କହିଥାନ୍ତି। ଛବିଟିକୁ ଭଲ ଭାବରେ ଦେଖ ପିଲାମାନେ। ଏ ଛବିଟିରେ କଣ ଦେଖୁଛ? ବିମାନ ଘାଟିରେ କେତେ ଗୁଡିଏ ବିମାନ ଛିଡା ହୋଇଛି, ଦେଖିପାରିଲ ପିଲାମାନେ? ଆଚ୍ଛା, ଏବେ ଆଉ ଗୋଟେ ଛବି ଦେଖ। এই ଛବିରେ ତୁମେମାନେ କଣ ଦେଖୁଛ? ଭଲ ଭାବରେ ଦେଖ ପିଲାମାନେ, କଣ ଦେଖୁଛ? ଆଚ୍ଛା, ବିମାନ ଘାଟିର ପ୍ରବେଶ ପଥରେ ଜଣେ କର୍ମଚାରୀ ଟିକେଟ ଯାଞ୍ଚ କରନ୍ତି ଓ ପରିଚୟ ପତ୍ର ଯାଞ୍ଚ କରନ୍ତି ଏବଂ ବିମାନ ଘାଟି ଭିତରକୁ ଯିବାକୁ ଅନୁମତି ଦିଅନ୍ତି। ବୁଝିହେଲା? ହଁ, ଏବେ ଆଉ ଗୋଟେ ଛବି ଦେଖିବା। ଦେଖ ପିଲାମାନେ, এই ছবিটিକୁ ଭଲ ଭାବରେ ଦେଖ। କଣ ଦେଖୁଛ? ଆଚ୍ଛା, ପୋଲିସ ବାବୁ। ହଁ, ଭେରି ଗୁଡ। ଦେଖ ପିଲାମାନେ, ଏମାନଙ୍କୁ ପୋଲିସ ବାବୁ କହନ୍ତି ବା ବିମାନ ବନ୍ଦରର ସୁରକ୍ଷା କର୍ମୀ ବୋଲି କହନ୍ତି। ବୁଝିହେଲା? এই ସୁରକ୍ଷା କର୍ମୀ ମାନେ ବିମାନ ଘାଟିର ନିରାପତ୍ତା ଦୃଷ୍ଟିରୁ ଆମକୁ ଓ ଆମେ ନେଇଥିବା ଜିନିଷ ପତ୍ରକୁ ଯାଞ୍ଚ କରନ୍ତି। ଦେଖିପାରିଲ? ତାପରେ ନିର୍ଦ୍ଦିଷ୍ଟ କାଉଣ୍ଟରକୁ ଯାଇ ଆମକୁ ଆମ ଜିନିଷ ପତ୍ରର ବ୍ୟାଗ ଦେବାକୁ ପଡିଥାଏ। ବୁଝିହେଲା? ଏବଂ ସେଠାରେ ଥିବା କର୍ମଚାରୀ ଆମ ବ୍ୟାଗ ନେଇ ଆମକୁ ଗୋଟିଏ ରସିଦ ଦିଅନ୍ତି। ଏବେ ଆଉ ଗୋଟେ ଛବି ଦେଖିବା ପିଲାମାନେ। କଣ ଦେଖୁଛ ପିଲାମାନେ ଛବିରେ? ଦେଖ, ଏଇ ଛବିଟିରେ ବିମାନର ଭିତରର ଦୃଶ୍ୟ। ଭଲ ଭାବରେ ଦେଖ ପିଲାମାନେ, ଯାତ୍ରୀମାନେ କିପରି ଭଲ ଭାବରେ ବସିଛନ୍ତି। ଇଏ ହେଲା ବିମାନର ଭିତରର ଦୃଶ୍ୟ। ଆଉ ଗୋଟେ ଛବି ଦେଖିବା ପିଲାମାନେ। ଏଇ ଛବିରେ ଦେଖ ପିଲାମାନେ, ଦେଖ ତୁମମାନେ ଏ ଛବିରେ ନାଲି ରଙ୍ଗ ପିନ୍ଧିଥିବା ଝିଅଟି କଣ କର? ଦେଖ ପିଲାମାନେ, ଜାଣିପାରିଲ? ଆଚ୍ଛା, ଇଏ ହେଲେ ବିମାନ ଭିତରକୁ ପ୍ରବେଶ କଲା ବେଳେ ଦ୍ୱାରଦେଶରେ ଛିଡା ହୋଇ ଯାତ୍ରୀମାନଙ୍କୁ ସ୍ୱାଗତ କରନ୍ତି। ଆମେ କଣ କହୁ? ନା ବିମାନ ପରିଚାରିକା। ଇଏ ମଧ୍ୟ ବିମାନର ଜଣେ କର୍ମଚାରୀ। ବୁଝିହେଲା? ଏବେ ଆଉ ଗୋଟେ ଛବି ଦେଖେଇ ପିଲାମାନଙ୍କୁ। ଏଇ ଛବି ଦେଖ। କଣ ଦେଖୁଛ ପିଲାମାନେ? ଓ, ପାଇଲଟ। ଓକେ, ଭେରି ଗୁଡ। ଇଏ ହେଲେ ବିମାନର ପାଇଲଟ, ଅର୍ଥାତ ବିମାନ ଚାଳନାର ଦାୟିତ୍ୱ ନିର୍ବାହ କରୁଥିବା କର୍ମଚାରୀ। ବୁଝିହେଲା? ଇଏ ହେଲେ ମୁଖ୍ୟ ପାଇଲଟ। ଏଇ ମୁଖ୍ୟ ପାଇଲଟକୁ ସହଯୋଗ କରିବା ପାଇଁ ଆଉ ଜଣେ ସହଯୋଗୀ ପାଇଲଟ ଥାନ୍ତି, ଅର୍ଥାତ ଗୋଟିଏ ବିମାନରେ 2 ଜଣ ପାଇଲଟ ଥାନ୍ତି, ଜଣେ ମୁଖ୍ୟ ପାଇଲଟ ଆଉ ଜଣେ ସହଯୋଗୀ ପାଇଲଟ। ଏବେ ଆଉ ଗୋଟେ ଚିତ୍ର ଦେଖ ପିଲାମାନେ। ଦେଖ, ଏଇ ଛବିରେ କଣ ଦେଖୁଛ? ଏଇ ଜାଗାରେ ପାଇଲଟ ଦ୍ୱୟ ବସିକି ବିମାନ ଚଳାଇବାର ଦାୟିତ୍ୱ ନିର୍ବାହ କରିଥାନ୍ତି। ଏବେ ପିଲାମାନେ ଦେଖ, ଆଉ ଗୋଟେ ଛବି ଦେଖ। ଏଇ ଛବିରେ କଣ ଦେଖୁଛ? ଓ, ମେକାନିକ। ମେକାନିକ କଣ କରୁଛି? ବିମାନ ମରାମତି କରୁଛି। ଭେରି ଗୁଡ। ଅର୍ଥାତ ବିମାନର ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ ବିଶେଷ ତାଲିମ ପ୍ରାପ୍ତ ଇଞ୍ଜିନିୟର ବା ଯନ୍ତ୍ରୀ ସେ ତ୍ରୁଟିକୁ ସୁଧାରନ୍ତି। ପିଲାମାନେ, ଉଡାଜାହାଜରେ କାର୍ଯ୍ୟ କରୁଥିବା
कर्मचारी मानक संपर्क रे हमें जानिले आलोचना कले एबे जो माने केते मन रखिलो केते सिखिलो ताको हमें परीक्षा करिबा। ମୁଁ तुमको एबे गोटे प्रश्न देवी क स्तंभ सहित ख स्तंभर मेलक करिबो। देखो पिला माने टिकेट जांच करंती कोन हबो ओ टिकेट जांचकारी वेरी गुड। एबे देखिबा विमान चलांती कोन हबो ओ वेरी गुड पायलट। ओके ओके एबे जिबा तृतीय लोक ओ जिनिस पत्र को जांच करंती लोक ओ जिनिस पत्र को जांच करंती सुरक्षा कर्मी वेरी गुड। अच्छा एबे विमान भितरे आवश्यक पदार्थ जोगांती कोन हबो ओ वेरी गुड विमान परिचारिका। शेष विमान मरामती करंती कि कहि परिबो ओ विमान इंजीनियर बा मेकानिक वेरी गुड। पिला माने कहलो देखि हमें घरे बसी किपरि अल्प समय मध्यरे देश और विदेशर खबर जानी पारू चिंता करी कुह ओ टीवी आउ कोन ही परिबो मोबाइल। अच्छा आउ कोन ही परिबो तो खबर कागज बहुत बढ़िया जोगाजोगर व्यवस्था गुड़िक है। देख पिला माने संवाद पत्र मोबाइल वो इंटरनेट देख पिला माने रेडियो। अच्छा देख पिला माने पोस्ट ऑफिस बा डाकघर रे मध्य हमें देश विदेश खबर पाई पारू। देख पिला माने टेलीफोन माध्यम मध्य हमें खबर जानी पारू। एटा तो मध्य कहि सारी टीवी दूरदर्शन बुझिला। पिला माने एई सब कार्यालय रे काम करुथबा कर्मचारी मानक संपर्क रे हमें वर्तमान आलोचना करिबा एवं जानिबा। अच्छा पिला माने कहलो देखी डाक घरे को माने काम करंती के कहि परिबो। अच्छा पोस्टमास्टर वेरी गुड आउ के आउ को माने किराणी काम करंती डाक पियन काम करंती एवं डाक बाला काम करंती। पोस्टमास्टर से डाक घर समस्त दायित्व नहीं थांती तांको किराणी डाक पियन और डाक बाला साहाय्य करथांती। तो जानिछ कि पिला माने डाक बाला घर को घर जाई चिठी पत्र आंटंती। संवाद पत्र कार्यालय रे केउ माने कार्य करथांती। देखो पिला माने के कहि परिबो सांबादिक कार्य करंती। आउ के ही परिबो संवाद पत्र जे बिके ताको हम कोन कहबा संवाद पत्र विक्रेता। अच्छा आउ के सेई भली संवाद पत्र कार्यालय रे जने संपादक थांती। तो देखिबार तो भला भाबरे संपादक। अच्छा सेई भली संवाद पत्र कार्यालय रो जने परिचालक थांती बुझिबार तो। एवं संवाद पत्र कार्यालय रो सफा कार्य पई कर्मचारी नियोजित होई थांती माने दक्षता थिबा कर्मचारी नियुक्ति पाई थांती। किए केउठारे कोन करंती देख पिला माने डाक वाला केउठारे काम करंती काम वेरी गुड डाक घरे ओ। अच्छा कोन काम करंती कोन देखुछ पिला माने वेरी गुड घर को घर जाई चिट्ठी बांटंती। अच्छा सांबादिक केउठारे काम करंती अच्छा संवाद पत्र विद्यालय वेरी गुड कोन करंती संवाद परिवेषण करंती वेरी गुड। अच्छा आ गोटे प्रश्न पचारिबी राडार नियंत्रक से कोठे काम करंती ओ जहाज रे वेरी गुड से कोन करंती से जहाजर चलेबा दायित्व निर्वाह करिथांती। वेरी गुड समस्त धन्यवाद।